ଆମର ଦାବି ଗୁଡ଼ିକ ହେଲା ଆମର ମୂଳ ଦରମା 7 ପେ କମିଶନର ଅନୁସାରେ 9,342 ଏବଂ ସମସ୍ତଙ୍କୁ ସ୍ୱାସ୍ଥ୍ୟ ବୀମା 20 ଲକ୍ଷ ଟଙ୍କାର। ଆମର ଯଦି ଚାକିରି ସମୟରେ କିଏ ମରିଯାଉଛି ତାହେଲେ ପୂର୍ବରୁ ଯେମିତି ତା ପରିବାରର କୌଣସି ସଦସ୍ୟକୁ ଦିଆଯାଉଥିଲା ଚାକିରି, ସେମିତି ଚାକିରି ଦେବା ପାଇଁ ଏଇଭଳି ମୁଖ୍ୟ ଦାବି ଗୁଡ଼ିକ ରହିଛି। ଆମର 10ଟି ଦାବି ରହିଛି ଏବଂ ଏହି ସମୟରେ ଏହି ବିଷୟରେ ଆମେ ସରକାରଙ୍କ ସହିତ ବି ଆଲୋଚନା କରିଛୁ। ସରକାର ତାକୁ ପୂରଣ କରିବାରେ ଯେଉଁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି, ସେଇଥିପାଇଁ ଆମେ ସ୍ଥିର କରିଛୁ ଅଗଷ୍ଟ 9 ତାରିଖ ସୁଦ୍ଧା ଯେଉଁ ଦାବି ଗୁଡ଼ିକ ପୂରଣ ନ ହୁଏ ଆମେ 11 ତାରିଖରୁ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ। ଏ ବୈଠକ ମୁଖ୍ୟତଃ ଆମେ ସରକାରଙ୍କୁ ପୂର୍ବରୁ ଆମେ ଜଣେଇଥିଲୁ ଯେ ଆମର ଦାବି 10 ଦାବି ଥିଲା। ଦାବି ପୂରଣ ପାଇଁ ସରକାରଙ୍କୁ ଆମେ ଅଲରେଡ଼ି ଜଣେଇଛୁ, କିନ୍ତୁ ସରକାରଙ୍କର ଉଦାସୀନତା ଯୋଗୁଁ ଆମର ସେ ଦାବିଟା ପୂରଣ ହେଇ ପାରିନାହିଁ। ମଝିରେ ଗତ ମାସରେ ସରକାର ଡାକିଥିଲେ, ତାଙ୍କ ଗୋଟେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ମିଟିଂ ବି କରିଥିଲେ। ସରକାରଙ୍କୁ ଆମେ ପ୍ରତିଶ୍ରୁତି ବି ଭଲ ପାଇଥିଲୁ, ଆମେ ବି ଖୁସି ଥିଲୁ। ଆମ ଷ୍ଟ୍ରାଇକ୍କୁ ଆମେ ଗୋଟେ ମାସ ଆଗକୁ ବଢ଼େଇ ଦେଇଥିଲୁ, ତାକୁ ସ୍ଥଗିତ କରିଥିଲୁ। କିନ୍ତୁ ଏଇ ଗୋଟେ ମାସ ସ୍ଥଗିତ କରିବା ପରେ ବର୍ତ୍ତମାନ ସେ ଗୋଟେ ମାସ ବି ଅଲରେଡ଼ି ସେଟା ପଳେଇ ଯାଉଛି। ଏବେ ଆମର ମୁଖ୍ୟ ଦାବି ହେଲା ଆମର ମୂଳ ଦରମା 9,342 ଆଉ ଜୁନିୟର ଆସିଷ୍ଟାଣ୍ଟ ସିନିୟର ଆସିଷ୍ଟାଣ୍ଟକୁ ମିଳିତ କରି ଏସବୁ ପାଇଁ ଆମେ ଦାବି କରିଛୁ। ଆଉ ବର୍ତ୍ତମାନ ଯେଉଁ ସରକାର ଯେଉଁ ନୋଟିଫିକେସନ୍ ବାହାର କରିଛନ୍ତି ଯେ ଓଡ଼ିଶା ରାଜସ୍ୱ ସେବାରେ ଆମର ପଦୋନ୍ନତି 7% ପଦୋନ୍ନତି ଯେଉଁ ଆମର ମୁଖ୍ୟ ରାଜସ୍ୱ ଆମର ସବୁ ନେବା କଥା ସେଟା ନ ନେଇ ସେଟା 2/3 ହେଲା ଡାଇରେକ୍ଟ ରିକ୍ରୁଟମେଣ୍ଟ କରିବେ ଆଉ 1/3 ହେଲା ପ୍ରମୋସନ ବେସିସ୍ କରିବେ।